ତୃତୀୟ ନୟନକୁ ଅନଉଛି, ତ୍ରିକୁଟକୁ ଅନଉଛି, କିନ୍ତୁ ଆଜି ମୁଁ ସେଟା ଖୋଲି ପାରୁନି। ମୁଁ ତମେ ଖୋଲିବ ତୃତୀୟ ନୟନକୁ, କିନ୍ତୁ ଗୁରୁଙ୍କ ଆଶୀର୍ବାଦ ନ ଆଣି ଗୁରୁ କରିଛ ନା? ହଁ ଆପଣଙ୍କୁ କରିଛି ବା। ମତେ ଗୁରୁ କଲେ ମୁଁ ତ ତ୍ରିକୁଟକୁ ଚାହିଁବା ପାଇଁ କହିବେନି, ଆମର ତ ତ୍ରିକୁଟ ଦୃଷ୍ଟି ନାହିଁ। ଆଚ୍ଛା, କେମିତି କଣ ସେଟା ଖୋଲି ପାରିବା ପ୍ରଭୁ? ତମେ ଏଠି ଆସିକି ଉପଦେଶ ନିଅ, ମୁଁ ବାଟ କହିବି, ତମେ ଧୀରେ ଧୀରେ କରିବ। ପ୍ରଭୁଙ୍କର ଆଶୀର୍ବାଦ। ତ୍ରିକୁଟରେ ତମେ ନାସା ମୂଳରେ ଆଗେ ପବନକୁ ସ୍ଥିର କର। ଆଚ୍ଛା, ପବନକୁ ସ୍ଥିର କରିଦେବି। ହଁ, ନାସା ମୂଳରେ ମନ ପବନ, ନାସା ମୂଳରେ ଆଗେ ମନ ପବନ ସ୍ଥିର ହଉ, ସେଠି ତ୍ରିକୁଟ ତା ପାଖକୁ। ଆସି ଏଠି ଶିଖିଲେ ତ୍ରିକୁଟକୁ ଚାହିଁଲେ କେମିତି ହବ? ତ୍ରିକୁଟ ଚାହିଁଲେ ତମ୍ପା ରହିବ ତଳେ, ଉପରକୁ ଚାହିଁଲେ ତମେ ରହିଲ ତଳେ। କେମିତି ଖୋଲିବ? ତମେ ତ୍ରିକୁଟରେ ତମେ ଯାଇ ପହଞ୍ଚିଲେ, ନାସାଗ୍ରହକୁ ଦୃଷ୍ଟି କରିକି ତ୍ରିକୁଟରେ ଉପସ୍ଥିତ ରହିବ, ତେବେ ଯାଇକି ମନ ପବନକୁ ଟାଣିଲେ ସେ ଦୃଷ୍ଟି ସ୍ଥିର ହବ। ଏ ସୁଷୁମ୍ନା ନାଡିରେ ହବ। ସେ ସବୁ କଣ ଏତେ ସହଜ? ହଁ, ସେ ତ ଟିକେ ଡିଫିକଲ୍ଟ ଅଛି। ମୁଁ ସେଇଥିପାଇଁ ତ ଟିକେ ସୂତ୍ରଟି ଜାଣିବା ପାଇଁ ଚାହୁଁଥିଲି। ଯୋଉ ସେଇ ନିଶ୍ୱାସକୁ ଯୋଉ ଗୁରୁ ବନ୍ଦ କର। କରିବା। କୋଉଠୁ କହୁଛ? ମୁଁ ଭୁବନେଶ୍ୱରରୁ କହୁଥିଲି। ଭୁବନେଶ୍ୱରରୁ କହୁଛ? ତମେ ଆଗେ ଗୁରୁ କର। ଆମ ଭୁବନେଶ୍ୱରରେ ଯୋଉ ଗୋତଣ୍ଡାରେ ମେଳା ହଉଛି, ସେଠି ଯାଇକି ଆଟେଣ୍ଡ କର। ତାପରେ କୋଉଠି ମେଳା ହଉଛି? ସୁନ୍ଦରପଦା ବୋତଣ୍ଡା। ବରତଡା। ବୋତଣ୍ଡା। ହଁ, ବୋତଣ୍ଡା। ହଁ, ସୁନ୍ଦରପଦା। ସେଠି କଣ ଅଛି କି ଆପଣଙ୍କର ଆଶ୍ରମ ନା କଣ? ହଁ, ଆମର ଆଶ୍ରମ ନାହିଁ ଯେ, ଆମେ ଆଜ୍ଞା, ସେଇ ବୋତଣ୍ଡାରେ ଆମେ ଆଲୋଚନା କରୁଛୁ। ଏଠିକି ଆସନ୍ତି, କିବାର ଆସନ୍ତି? ମୁଁ ଆସେ ପ୍ରତି ମାସର ଶେଷ ରବିବାର। ଏଇ ଜୁଲାଇ 26ରେ ବି ଯିବି। ଶେଷ ରବିବାର ପ୍ରତି ମାସରେ? ହଁ, ଏଇ ଜୁଲାଇ ଆଚ୍ଛା, 26 ହଉଛି ଶେଷ ବାର। ସେଟା କାହା ଘର କରୁଛନ୍ତି ସେଟା? ଆଡଭୋକେଟ ବୀରେନ୍ଦ୍ର କୁମାର ପଟ୍ଟନାୟକ, ପଦିପୁନି ନିବାସ। ଘର ନମ୍ବର ହଉଛି 68/1004। ଓହୋ। ସେଇଠି ତ ଜାଣିବା ବଡ ମୁସ୍କିଲ ହେଇ ପଡିବ। ନାଇଁ, ମୁଁ ଫୋନ ନମ୍ବର ଦଉଛି, କହିବ, ସେ କହିଦେବେ। ପଳେଇ ଆସିବ। ତମର ଜଟଣୀ ରୋଡରେ ପଳେଇ ଆସିବ। ଆଜ୍ଞା। ଜଟଣୀ ରୋଡରେ ଆସିଲା ପରେ ବୋତଣ୍ଡାରେ ଗୋଟେ ସ୍କୁଲ ଅଛି। ହୁଁ। ଜଟଣୀ ରୋଡରେ ଆସିଲେ ବାଁ ପଟରେ ଆଜ୍ଞା, ଗୋଟେ ଜାଣିଲି। ସ୍କୁଲ ହଁ, ହଁ, ପଡିବ। ବାଁ ପଟେ ସ୍କୁଲ ପଡିବ। ଡାହାଣ ପଟରେ ବିଲ୍ଡିଂ ସବୁ ତିଆରି ହେଇଛି। ସେ ବିଲ୍ଡିଂ ମଝିରେ ତମେ ଡାହାଣ ପଟରେ ପଳେଇ ଆସିଲେ ଅଳ୍ପ ହୁଁ, ବାଟରେ ପଡିବ ବୋତଣ୍ଡା। ବୋତଣ୍ଡା, ଆଜ୍ଞା। 500 ମିଟର ଭିତରେ। ସୁନ୍ଦରପଦା ଭିତରେ ଆଉ। ହଁ, ସୁନ୍ଦରପଦା ଭିତରେ ବୋତଣ୍ଡା। ହୁଁ, ହୁଁ। ଯେଦିନ ଆସିବ ଫୋନ କରିବ। ଫୋନ ନମ୍ବର ମୁଁ ଦଉଛି, ଲେଖି ରଖ। ସେ ବୀରେନ୍ଦ୍ର ବାବୁଙ୍କ ଫୋନ ନମ୍ବର ଲେଖି ରଖ। ତାଙ୍କୁ ହଁ, ଫୋନ ଦଉନି କରି, କୁହନ୍ତୁ। ହଁ ମୁଁ କହିଦଉଛି। ଆଁ 9937। ଲେଖନ୍ତୁ, 9937। ଆଜ୍ଞା। 47। ଆଜ୍ଞା। 1527। ଆଜ୍ଞା। ତାଙ୍କର ନମ୍ବର। ତାଙ୍କୁ ଯୋଉ ଦିନ ଆସିବେ ତାଙ୍କୁ ଫୋନ କଲେ ସେ ତୁମକୁ ବାଟ କହିଦେବେ। ନହେଲେ ସିଏ ଯାଇକି ଛକ ପାଖରେ ଆପଣଙ୍କୁ ନେଇ ଆସିବେ। ଯାହା ଯେମିତି କରିବେ, ପିଲା ପଠେଇବେ। ଆଜ୍ଞା। ହଉ। ସେଇଟା ନାଇଁ, ଖାଲି ଟିକେ ମୁଁ ଖାଲି ଜାଣିବା ପାଇଁ ଚାହୁଁଥିଲି। ମୁଁ ଧର ନିଃଶ୍ୱାସ ଟାକୁ ଯୋଉ ବନ୍ଦ କରିବା କଥା କହୁଛନ୍ତି। ସେଗୁଡାକ ସବୁ ମୁଣ୍ଡ ପୁରାଣ। ବର୍ତ୍ତମାନ ତମେ ପ୍ରାକ୍ଟିସ କର। ଆଗେ ମନକୁ ସ୍ଥିର କର। ମନ ତ ସ୍ଥିର ହଉନି କେବେ ବି। ମନ ଥିର ଗୁରୁଙ୍କ ଆଶୀର୍ବାଦ ହେଲେ ହେଇଯିବ। ସେଇଟା ଦୈନିକ କେମିତି? ଆଉ କଣ ତା ସ୍ଥଳ ପ୍ରକ୍ରିୟା ଟା କଣ? ସେଗୁଡା ସବୁ ଏଇଠି ଫୋନରେ କହିବି ନା। ତମେ ଗୁରୁ କରିବ, ଆସିକି ପହଞ୍ଚିବ, କୁହାଯିବ। ଫୋନରେ ମୁଁ ତମକୁ କଣ କହିବି? ଆଚ୍ଛା। ଟିକେ ଗୁରୁ କରିବା ପାଇଁ ହେଲେ ଆମ ଆଶ୍ରମକୁ ଆସିବାକୁ ପଡିବ। ହୁଁ। ଆମ ଆଶ୍ରମ ହଉଛି ମଞ୍ଜୁ ରୋଡ। ପ୍ରତି ମାସ 15 ତାରିଖରେ ଆମର ମେଳା ଯିଏ 15 ତାରିଖରେ ବି ମେଳା ହବ। ହୁଁ। ଯୋଉମାନେ ଉପଦେଶ ନିଅନ୍ତି ସେ ମେଳାରେ ଆମେ କହୁ ଆସିବା ପାଇଁ। ମେଳାରେ ଆସିକି ବି ଉପଦେଶ ନିଅନ୍ତି। ଆଜ୍ଞା ଦେଖନ୍ତୁ ଆଜ୍ଞା, ଖାଲି କଣ ମୋର କହିବା ମାନେ ଖାଲି ଗୁରୁ କଲେ ଖାଲି କଣ ଆମେ ଶିଖିପାରିବା? ନହେଲେ କଣ ସେମିତି କଣ ଆମେ ବ୍ରହ୍ମ କେମିତି ଜ୍ଞାନ ଶିଖିବ? କଣ? ନହେଲେ ତମକୁ ଯଦି ତମେ ସେମିତି ଶିଖିବ, ତମେ ଅନଉଛ ହଉନାହିଁ କାହିଁକି? ହଁ, ସେ ତ ଠିକ। ନା ସେ ନା, ସୂତ୍ର। ଶୁଣ ମୁଁ କହିସାରେ। ସେଇ ସୂତ୍ରଟା ଯିଏ ଦେବ ସେ ଗୁରୁ ହେଲାନି ନା? ହଁ, ସେ ତ ଠିକ ନା କଥା ଯେ। ଗୁରୁ ଆଉ କିଏ କି? ତମକୁ ଆଜ୍ଞା। ଯିଏ କହୁଛ, ତମେ ଗୋଟେ ଜାଗାକୁ ଯାଉଛ, ଠିକଣା ଜାଣିନା। ତମକୁ ଯିଏ ବାଟ ବତେଇ ଦେଲା, ସିଏ ବା ତମର ଗୋଟେ ଗୁରୁ। କି ଏଇ ବାଟେ ଯାଏ, ଅମୁକ ଜାଗାରେ ପହଞ୍ଚିବ, ସିଏ ବି ତମର ଗୁରୁ ନୁହନ୍ତି କି? ହଁ। ଗୁରୁ ତମେ କାହିଁ ଏତେ ମାନେ ସଙ୍କୋଚ ମନେ କରୁଛ ଗୁରୁ କରିବା ପାଇଁ?
ନାଇଁ 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 ମୁଁ ସେଥିପାଇଁ କଥା କହୁନି ଆଜ୍ଞା। ବାସ୍ ତେଣୁ ଗୁରୁ ଉପରେ ପ୍ରତିବାଦ କରିବାର କିଛି ନାହିଁ, କାହିଁକିନା ଆମ ଭାରତ ହଉଛି ଗୁରୁବାଦର ଦେଶ। ତାପରେ ହଁ ଆଉ ଗୋଟେ କଥା ମୁଁ ବୁଝେଇ ଦଉଛି ଶୁଣ। ତମେ ଗୋଟେ ଟେକ୍ନିକ ଜାଣିଛ, ବୁଝିଲ, ତମେ ଗୋଟେ ହୁଁ ଟେକ୍ନିକ ଜାଣିଛ, ମୁଁ ତମ ପାଖକୁ ଗଲେ ତମେ ମତେ ଟେକ୍ନିକ ଟା ଶିଖେଇବ ନା ନା ତମେ ଆଉ ଅନ୍ୟ କେହି ସେ ଟେକ୍ନିକ ଟାକୁ ଜାଣିପାରିବ ନା ତମ ବିନା? ଏଇଭଳି ପ୍ରକାର ଯୋଉମାନେ ଉଚ୍ଚ ସ୍ତରରେ ପହଞ୍ଚିଛନ୍ତି, ସେ ଦୟାନିଧି ପରମହଂସ ଦେବ ନିର୍ବିକଳ୍ପ ସମାଧିରେ ଯାଇକି ଉପସ୍ଥିତ ହେଇଛନ୍ତି, ସିଏ ଯୋଉ ବାଟରେ ଯାଇଛନ୍ତି ତାଙ୍କ ପାଖକୁ ବା ତାଙ୍କ ସଂସ୍ଥାକୁ ଗଲେ ସିଏ ତମକୁ ସେ ବାଟ ବତେଇ ଦେଲେ ତମେ ଉପରକୁ ଯିବ। ଆଉ ଯଦି ତା ନ କରିବ, ଯେକୌଣସି ସଂସ୍ଥାକୁ ଗଲେ ସେ ବାଟ ବତେଇବେ, ତା ଯଦି ନହବ ମନକୁ ମନ ବସିକି କରୁନା କେତେ ଜନ୍ମ ଯିବ ଯାଉ ସେମିତି ହୁଁ ହୁଁ ଅନୁମାନ ଆଜ୍ଞା କରିକି। ଆମେ ତ ଟେକ୍ନିକ ଜାଣିନାହାନ୍ତି, ଆମେ ଯୋଉ ଟେକ୍ନିକ ରେ ବ୍ରହ୍ମା ବଶିଷ୍ଠ ଯାଇଛନ୍ତି ସେଇ ଟେକ୍ନିକ ଯାଙ୍କ ପାଖରେ ଅଛି ତାଙ୍କ ପାଖକୁ ଗଲେ ସେ ଟେକ୍ନିକ ଟା ବତେଇ ଦେବେ। ଆଉ ତମେ ଟେକ୍ନିକ ନ ପାଇକି ମନେ ମନେ ଯିବ, ହେଇ ଯେମିତି ହେଇ ତ୍ରିକୁଟକୁ ଚାହୁଁଛ, ହଉନାହିଁ, କେମିତି ହବ? ତ୍ରିକୁଟକୁ ଚାହିଁବ କି କୋଉଠିକି ଚାହିଁବ, ସେ ତ୍ରାଟକ ଯୋଗ, ସେ ତ୍ରାଟକ ତ୍ରିକୁଟକୁ ଦୃଷ୍ଟି କଲେ ଟୋଟାଲ ଲାଗିବ ମାୟାରେ ଭ୍ରମିବ। ତମେ ଆମ ଏପିସୋଡ ଦେଖୁଛ ନା? ହଁ 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 ଆମ ଏପିସୋଡ ଦେଖୁଛୁ ବିଷ୍ଣୁର ବାପା ପ୍ରାୟ 100ରୁ ଅଧିକ ଥର କହିସାରିଲେଣି ନାସାଗ୍ର ଦୃଷ୍ଟି ହଉଛି ସବୁଠୁ ମୂଳ। ଆମ ଶିଶି ଠାକୁର ନାସାଗ୍ର କଲେ, ଆମ ଶିଶି ଠାକୁର କହିଲେ ଦୃଷ୍ଟି ଯେବେ ଥିବ ନାକ ଦଣ୍ଡିକି, ଆଉ ସବୁ ପାଠ ମଳ କାଣ୍ଡିକି। କଣ ବୁଝିଲ ନା? ହୁଁ ଦୃଷ୍ଟି ହୁଁ ଯେବେ ଥିବ ନାକ ଦଣ୍ଡିକି, ଆଉ ସବୁ ପାଠ ମଳ କାଣ୍ଡିକି। ଯେତେ ପାଠ ଅଛି ସବୁ ନାକଦଣ୍ଡି ଦଣ୍ଡ। କୋଉଟା ନାକ ଆଜ୍ଞା? ଦଣ୍ଡି ତମେ ଜାଣିଛ ନା? ନାସା ଅଗ୍ର ନକର ଅଗ୍ର ଯୋଉ ଯୋଉ ଆମର ଅଗ୍ରଭାଗଟା। ନାକ ଟିପ୍ ନୋଜ ଟିପ୍ ହଁ ହଁ ସେଇଟାକୁ ଦୃଷ୍ଟି କରିବ, ଦୃଷ୍ଟି କରିକି ତମେ ଚକ୍ଷୁ ସ୍ଥିର ହେଇଗଲେ ମନ ସ୍ଥିର ହେଇଯିବ, ପବନ ସ୍ଥିର ହେଇଯିବ, ସବୁ ସ୍ଥିର ହେଇଯିବ। ସେଇଠିକି ଅନେଇବା ପାଇଁ ପଡିବ। ହଁ ଏଟା ଆଉ ମୁଁ କହିଲି। ତ୍ରିକୁଟକୁ ନୁହଁ। ତ୍ରିକୁଟକୁ କେମିତି ନୁହଁ? ଆମେ ପା କହିଲୁ ନାସାଗ୍ର ବୋଲି, ପୁଣି ତ୍ରିକୁଟ କାହିଁ ପ୍ରଶ୍ନ କରୁଛ ମୋତେ? ନାଇଁ ଯେଟା ତ୍ରିକୁଟ ସେଇଟା ନାସାଗ୍ର କି? ସେଟା ନୁହଁ ତ? ଦେଖ ତ୍ରିକୁଟାଟା ନାସାଗ୍ର କେମିତି ହେଲା? ତମେ କିଛି ଜାଣିନା ତାହେଲେ। ଆସ ଆଉ ବହୁତ ଦିନ ଆସିଲେ ଆମେ କହିବୁ, ଏଗୁଡା ସବୁ ଫୋନରେ କିଛି କହିହବନି। ଏବେ ବୁଝିଗଲି, ନାକ ଅଗ୍ରଟାକୁ ଆଉ ନାକ ହଁ ଅଗ୍ରଟାକୁ ତ ହଁ ହଁ ନାକ ଏବେ ଅଗଟା ବୁଝିଗଲି। କେମିତି ତ୍ରିକୁଟ ହବ? ନାଇଁ 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 ସେ ତ୍ରିକୁଟ ହଉଛି ଭୂମଧ୍ୟ କେନ୍ଦ୍ର। ଆଜ୍ଞା ଆଜ୍ଞା ଆଉ ତ କିଛି ଜାଣିନା, ତ ଖାଲି କରିବା ପାଇଁ ଚେଷ୍ଟା କରୁଛ, ମନେ ମନେ କଲେ କେମିତି ହବ? ଆଜ୍ଞା କୌଣସି ଆଜ୍ଞା ଗୁରୁଙ୍କ ପାଖରେ ସରେଣ୍ଡର ନ କଲା ପର୍ଯ୍ୟନ୍ତ ଅଶ୍ୱିନୀ କାଳେ ତୃତୀୟ ନୟନ ଖୋଲି ନାହିଁ କି କାହାର ଖୋଲିବନି। ହେଲା, ହୁଁ ହୁଁ ଗୁରୁଙ୍କ ଆଶୀର୍ବାଦ ହେଲେ ବଳେ ଖୋଲିଯିବ। ଗୁରୁଙ୍କ ସେବା କର, ଗୁରୁଙ୍କ ପାଖରେ ସରେଣ୍ଡର କର। ତାଙ୍କୁ କୁହ ପ୍ରଭୁ ତମେ ଆମର ଖୋଲି ଦିଅ। ତମେ ନିଜେ ଖୋଲି ପାରିବନି, ଚେଷ୍ଟା କଲେ। ଆଜ୍ଞା ଏଇ ହଉଛି କଥା। ଠିକ ଅଛି, ଏବେ ଗୋଟେ ପ୍ରାକ୍ଟିସ ଗୋଟେ କରିବା, ସେ ନାକ ଅଗ୍ରକୁ ଚାହିଁକି ଟିକେ ବସିବା, ପ୍ରାକ୍ଟିସ ହେଇଯାଉ। ମୋଟେ ପାରିବନି, କାହିଁକି ବେକାର ମତେ ସେଗୁଡାକ କହୁଛ? ମୁଁ ବା ତମକୁ ଗୋଟିଏ କଥା କହିଲି, ଗୁରୁ ନ କଲେ ହେଇପାରେ। ମୁଁ ଯାହା କହିଦେଲେ ଆଜ୍ଞା ହେଇଯିବ ନା? ଅନୁକରଣ ଅନୁସରଣ, ବୁଝିଲ? ଆଜ୍ଞା ଅନୁସରଣ କଲେ ମୁକ୍ତି, ଅନୁସରଣ କଲେ ତମେ ଜ୍ଞାନ ପାଇବ, ଅନୁକରଣ କଲେ ନର୍କକୁ ଯିବ। କଣ ହୁଁ ହୁଁ ବୁଝିପାରୁଛ ନା? ମହାତ୍ମା ହୁଁ ଗାନ୍ଧୀ କଣ କହିଲେ? ମୁଁ ଯାହା କହୁଛି ସେଇଆ କର, ମୁଁ ଯାହା କରୁଛି ତା କର ନା। ସାରେ ସିଗାରେଟ ଖାଉଛନ୍ତି, ପିଲାକୁ କହୁଛନ୍ତି ସିଗାରେଟ ଖାଇବା ଖରାପ। ପିଲା କହିବ ନା ଆପଣ ଖାଉଛନ୍ତି ମୁଁ ଖାଇବି? ସେଗୁଡାକ ସବୁ ନୁହେଁ। ତମ ମନ ଭାରି ଚଞ୍ଚଳ, ବୁଝିଲ? ମନ ସେମିତି ତ ନା ସ୍ଥିର ତମେ ରହୁନି। ଏକା ଦିନକରେ କହୁଛ ମୁଁ କରିଦେମି, ମୁଁ ସବୁ କରିମି, ଏଗୁଡା ସବୁ ଭୁଲ ଧାରଣା। ମୁକାର ଛାଡ, ଏମିତି କଲେ ହୁଁ ଜନ୍ମ ଜନ୍ମାନ୍ତର ବୁଲିଯିବ, କିଛି ପାଇବନି। ଆଜ୍ଞା ଆଜ୍ଞା ହଁ ତମେ ଶରଣ ପଶ, ଗୁରୁ ସେବା କର। ବିଶ୍ୱମ୍ବର କହୁଛି, କହିଲା ଆମର କିଛି ଦରକାର ନାହିଁ, 5ଟା ଫୁଲ ଆଣ, ଆମକୁ ଟିକେ ଭଲ ପା। ଆଉ ତମେ ସେତିକି କରେ, ଆମର ତ ଏଠି ଟଙ୍କା ପଇସା ଦରକାର ନାହିଁ, ଆମେ କାହାକୁ ତ ଟଙ୍କାଟେ ମାଗୁନୁ କି ଆମକୁ 5 ପଇସା ଦିଅ ବୋଲିକି। ତେଣୁ ଗୁରୁ କରିବାରେ କୁଣ୍ଠାବୋଧ କାହିଁକି? କିନ୍ତୁ ଶରଣ ପଶିବା ପାଇଁ ପଡିବ। ନଇଁ ପଡିଲେ ସମୁଦ୍ର ଲହଡା ତମ ମୁଣ୍ଡ ଉପରେ ପଳେଇବ। ଆଉ ତମେ ଯଦି ଛିଡା ହବ, ତମକୁ ନେଇକି କୂଳରେ ଫୋପାଡି ଦବ। କଣ ବୁଝିପାରିଲ ନା? ଆଜ୍ଞା 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 ଧୀର ନମ୍ର ହୁଅ, ସରେଣ୍ଡର କର। ଆଉ ସେଗୁଡାକ ସବୁ ନ କଲେ କେମିତି ପାଇବ? ତୃତୀୟ ଚକ୍ଷୁ ଏତେ ଶୀଘ୍ର ନା ଦିନକରେ ଖୋଲିଯିବ? ଏଇ ଆଚ୍ଛା ବୁଲୁନା ଓଡିଶା ସାରା ବୁଲି ଆସୁନା, ଯେତେ ବଡ ବଡ ସାଧୁ ଦେଖ, ତୃତୀୟ ଚକ୍ଷୁ କାହାର ଖୋଲିଛି ମତେ କୁହ। ଆଚ୍ଛା, ମୁଁ ଏଠି ପ୍ରଶ୍ନ ଗୋଟେ ପଚାରି ପାରିବି ଆଜ୍ଞା? କହୁନା, କୁହ। ଆପଣ ଏବେ କହିଲେ ଯେ ତୃତୀୟ ନୟନ ଖୋଲିବା ବହୁତ କଷ୍ଟ, ହଁ କିନ୍ତୁ ଅର୍ଜୁନ କେମିତି କୃଷ୍ଣ ତାଙ୍କୁ ଯୋଉ ଟିକେ ବତେଇ ଦେଲେ ସାଙ୍ଗେ ସାଙ୍ଗେ କେମିତି ଖୋଲିକି ଯେମିତି ବିଷୟରେ କୃଷ୍ଣଙ୍କ ଭଗବାନଙ୍କ ଆଶୀର୍ବାଦ ପା।
କୃଷ୍ଣ ଆଶୀର୍ବାଦ କଲେ ଗୋଟେ ସେଠି କହିଲେ କେମିତି ଯେତେବେଳେ ସେ କହିଲେ ଅର୍ଜୁନ କହିଲା ବିଶ୍ୱରୂପ ଦେଖିବା ପାଇଁ ଭଗବାନ କହିଲେ କ'ଣ ନୁହେଁ ଜ୍ଞାତ ଚରମ ନୟନେ ବିଶ୍ୱରୂପ ମୋହର ଦେଉଅଛି ଦିବ୍ୟ ନୟନ ଦେଖ ଯୋଗ ଈଶ୍ୱର ଦିବ୍ୟଂ ଦଦାମି ତେ ଚକ୍ଷୁ ପଶ୍ୟମେ ଯୋଗମୈଶ୍ୱରମ୍। କ'ଣ ବୁଝିଲା ନା ଦିବ୍ୟ ଚକ୍ଷୁ କିଏ ଦେଲେ? ଭଗବାନ ଶ୍ରୀକୃଷ୍ଣ ଆଶୀର୍ବାଦ କରିକି ଦେଲେ। ଆଉ ଅର୍ଜୁନ ବଳେ ବେଳେ ତୃତୀୟ ନୟନ ଖୋଲିକି ଦେଖିଲା ନା। ତେଣୁ ତମେ ଯେମିତି କହୁଛ ବଳେ ବେଳେ କରିବ କେମିତି ହବ? ତମେ ସେମିତି ଭଗବାନ ଶ୍ରୀକୃଷ୍ଣ ଭଳି ଜଣେ ସଦ୍ଗୁରୁକୁ ଖୋଜ, ସେ ତମକୁ ଆଶୀର୍ବାଦ କଲେ ତମେ ପାଇବ। ଆଚ୍ଛା ଆଚ୍ଛା ଆଚ୍ଛା। ଏ ହଉଛି କଥା। ଏବେ ବର୍ତ୍ତମାନ ସଦ୍ଗୁରୁ ଆମ ଭାରତରେ କେତେ ଜଣ ଅଛନ୍ତି? ମୁଁ କହିପାରିବି ନାହିଁ। ମୁଁ ଆଚ୍ଛା କେବଳ ଆଚ୍ଛା। ଏତିକି ଜାଣିଛି ମୋ ଗୁରୁ ହଉଛନ୍ତି ସଦ୍ଗୁରୁ। ଆଉ ଆପଣଙ୍କ କାହାକୁ ଗୁରୁ ମୁଁ କିଏ କିଏ ଆଜ୍ଞା? ଆମ ଗୁରୁ ବ୍ରହ୍ମ ଅବଧୂତ ଠାକୁର ଶ୍ରୀ ଦୟାନିଧି ପରମହଂସ ଦେବ। ଦୟାନିଧି ଆଜ୍ଞା ଆଜ୍ଞା। ସେଇ ହଉଛନ୍ତି ସଦ୍ଗୁରୁ। ତାଙ୍କ ଆଶୀର୍ବାଦ ଦେଲେ ସବୁ ହେଇଯିବ। ହୁଁ ହୁଁ। ଆଉ ବିଶମ୍ବରର ଗୋଟିଏ କାପାସିଟି ଅଛି ସଦ୍ଗୁରୁଙ୍କ ପାଖରେ ସମସ୍ତଙ୍କୁ ନେଇ ପହଞ୍ଚେଇ ପାରିବ। ଏ କାପାସିଟି ବିଶମ୍ବରର ଅଛି। କିନ୍ତୁ କୃପା ସିଏ ତାଙ୍କର ଦେବେ ତମେ ବୁଝିବ। ଗୋଟେ ଅଫିସକି ଯାଉଛ, ଚାକରର କାପାସିଟି ଅଛି ନେଇକି ତମେ ସେ ଅଫିସର ପାଖରେ ପହଞ୍ଚେଇ ଦେଇପାର ସେ କାପାସିଟି, କାରଣ ସେ ବା ଚାକର, ତାର କାପାସିଟି ଅଛି ସେ ଅଫିସର ପାଖରେ ପହଞ୍ଚେଇ ଦେବ। ଅଫିସର ତମକୁ ଚାକିରି ଦବ କି ଦବ ନାହିଁ ସେଟା ତମ ଉପରେ ନିର୍ଭର କରେ, ଅଫିସର ଉପରେ ନିର୍ଭର କରେ। ଠିକ ସେଇଭଳି ଅଫିସର ହେଲେ ଦୟାନିଧି ପରମହଂସ ଦେବ, ଚାକର ହେଲେ ବିଶମ୍ବର, ତମକୁ ନେଇକି ସେ ଭେଟେଇ ଦେବେ ସେଠି। ତେଣୁ ତମେ ତାଙ୍କଠାରୁ କେମିତି ପାଇବ ସେଟା ତମ ଉପରେ ନିର୍ଭର କରେ। କ'ଣ ବୁଝିପାରିଲ? ହଁ 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 ଆଜ୍ଞା ଆଜ୍ଞା। ଏଇ ହଉଛି କଥା। ଠିକ ଠିକ। ହଉ ଠିକ ଅଛି। ଯେତେବେଳେ ଆଜ୍ଞା ଟିକେ ଫୋନ କରି ଟିକେ ଉଠିବେ ଆଜ୍ଞା ଟିକେ ଏମିତି ସବୁ ହଁ ଜ୍ଞାନ ହଁ ଦଉଥିବେ। ହଉ। ଆଜ୍ଞା।